नमस्कार मु हर्ष परीक्षा मोर यूट्यूब चैनल को आपण मानक स्वागत जनाऊँच। ए भिडियो रे मु आलोचना करबा जे गाजारे पुणी 70 जनकर मृत्यु। किंतु ता पूर्व मु आपण मानक अनुरोध करबी भिडियोटी प्रथम रु शेष पर्यंत देखिबे एवं लाइक शेयर सब्सक्राइब करने भूलिबे नहीं, कारण आपनकर प्रत्येकटी सब्सक्राइब मो पई बहुत मूल्यवान। जे नुआ नुआ तथ्य नहीं नुआ नुआ भिडियो आपण मानक सम्मुख उपस्थापन करिया पाई। तेबे आसंतु आलोचना करिबा जे गतकाली अर्थात शनिवार दिन राष्ट्रपति अमेरिकार राष्ट्रपति डोनाल्ड ट्रंप को घोषणा पर कौन से घोषणा थिला ना घोषणा थिला जे हमास रे जो इस्राएल द्वारा जो इस्राएल द्वारा जो आक्रमण करा जाउछि ताकू बंद करा जिवो एवं हमास जो इस्राएली लोक मानू पणबंदी रखिछि ताकू मुक्त करा जिवो एवं 2 वर्ष व्यवधान धरी जो युद्ध चलीछि से युद्धर परिसमाप्ति घटिबो। एई घटना जेतेबेले डोनाल्ड ट्रम्प घोषणा करिसंती एवं एई घोषणा कला परे पालेस्टाइन रो समस्त लोक माने से माने भाबिले जे आजी आमे भलो निद सोई परिबा, किंतु ताहा हेला नाही। कौन हेला ना गाजारे এইଭଳି ଏକ ଶବ୍ଦ ଆସିଲା ବା ଗାଜାକୁ ଟାର୍ଗେଟ କରି ଅ ଗାଜା କେବଳ ଗାଜା ନୁହଁ, ଗାଜାର ବିଭିନ୍ନ ଅଞ୍ଚଳରେ ବା ଟାର୍ଗେଟ କରି କୋଠାବାଡିକୁ ଟାର୍ଗେଟ କରି ପ୍ରବଳ ମାତ୍ରାରେ କଣ ବୋମା ବା ତୋପ ବର୍ଷଣ କରାଯାଇଛି ଇସ୍ରାଏଲ ଦ୍ୱାରା ଏବଂ ଯୋଉଥିରେ କି 70 ଜଣଙ୍କର ମୃତ୍ୟୁବରଣ ହୋଇଛି ବା 70 ଜଣ ମୃତ୍ୟୁ ହୋଇଛନ୍ତି। ଏ ଆପଣ ମାନେ ଜାଣିଛନ୍ତି ଯେ ଯୁଦ୍ଧ ଯୋଗୁ ଗାଜାରେ ବା ପାଲଷ୍ଟିନ ମାନେ ହମାସ ର ଯୋଉ କାଣ୍ଡ ପରେ ବା ଯୋଉ ଦୁର୍ଘଟଣା ପରେ ସେମାନେ ଆଉ ଖାଇବା ପିଇବା ପାଇ ପାରୁନାହାନ୍ତି, କାରଣ ସେଠିକି ଅଲଗା ଉପାସରେ ମଧ୍ୟ ମରିବାର ସୂଚନା ଅଛି। କିନ୍ତୁ ଯୁଦ୍ଧରେ ତ ମରୁଛନ୍ତି, ତାର ତ ଅଛି ଅନେକ କଥା, କିନ୍ତୁ ଯୁଦ୍ଧରେ ମରିବା ବାଦେ କଣ ଭୋକ ଉପାସରେ ମଧ୍ୟ ମରୁଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଯେତେବେଳେ ଟ୍ରମ୍ପ ଘୋଷଣା କଲେ ଯେ ଆଉ ଯୁଦ୍ଧ ହବନି, ପଡବନ୍ଦୀରେ ଥିବା ଇସ୍ରାଏଲର ଲୋକମାନେ ପାଲେଷ୍ଟିନ ଲୋକମାନଙ୍କୁ ଇସ୍ରାଏଲ ଫେରେଇ ଦେବ ପାଲେଷ୍ଟାଇନକୁ ଏବଂ ପାଲେଷ୍ଟିନ ଲୋକମାନେ ଯୋଉମାନେ ଇସ୍ରାଏଲ ଲୋକମାନଙ୍କୁ ରଖିଛନ୍ତି ସେମାନେ ଫେରେଇ ଦେବେ। ତ ଯୁଦ୍ଧ ବର୍ତ୍ତମାନ ଏକ ପ୍ରକାର ଗୋଟେ ମୁଡ ଥିଲା ଯେ ପରିସମାପ୍ତି ହେବ, କିନ୍ତୁ ତାର 24 ଘଣ୍ଟା ଭିତରେ ଯୁଦ୍ଧ ପୁଣି ଆହୁରି ମୁଣ୍ଡ ଟେକି ଉଠିଲା ଏବଂ ନିରନ୍ତର ଆକ୍ରମଣ ହେବା ମାତ୍ରେ ମଧ୍ୟରାତ୍ରି ଅତିକ୍ରମ କରିଥିଲା ଏବଂ ଅତି କମରେ 3 ଘଣ୍ଟା କାଳ ତୋପ କମାଣ ଏବଂ ରକେଟ ଏବଂ ଆପଣଙ୍କର ମାରଣାସ୍ତ୍ର ଯୋଉ ଶବ୍ଦ କଲା, ଯାହାରି ଫଳରେ ସମସ୍ତ ଲୋକମାନଙ୍କର ମାନସିକ ଚିନ୍ତାଧାରା ପୁରା ସନ୍ତୁଳନତା ହରେଇ ଦେଲେ। ଯୋଉ ପ୍ରକାର ସାଉଣ୍ଡ ହେଲା, ଯୋଉ ପ୍ରକାର ତୋପ କମାଣ ଏବଂ ଯୋଉ କ୍ଷେପଣାସ୍ତ୍ରର ଯୋଉ ପ୍ରକାର 3 ଘଣ୍ଟା କାଳ ଯୋଉ ପ୍ରକାର ଘଟଣା ମାନେ ଶବ୍ଦ ହେଲା, ଯାରି ଫଳରେ କୌଣସି ଲୋକ ବି ରହିପାରିଲେ ନାହିଁ, କାରଣ ଯୋଉ ଜାଗାକୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଉଥିଲା ସେଇ ଜାଗାରେ ହିଁ ଆକ୍ରମଣ କରାଯାଇଛି। କେବଳ ଯେ ଗାଜାରେ ଆକ୍ରମଣ କରାଯାଇଛି ତାହା ନୁହଁ, ଯୋଉ ଜାଗାକୁ ସ୍ଥାନାନ୍ତରିତ କରାଯିବ ସାଧାରଣ ଲୋକମାନଙ୍କୁ ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ 20ରୁ 40ଟି କୋଠା ଉପରେ ମଧ୍ୟ କଣ ଆକ୍ରମଣ କରାଯାଇଛି। ସେଥିରେ ଯୋଉମାନେ ଥିଲେ ସେମାନଙ୍କର ମୃତାହତ ବର୍ତ୍ତମାନ ସୁଦ୍ଧା ଅବଶ୍ୟ ସରକାରୀ ତରଫରୁ ଦିଆଯାଉ ନାହିଁ, କିନ୍ତୁ କୁହାଯାଇଛି ଯେ 20ରୁ 40ଟି କୋଠା ବର୍ତ୍ତମାନ ପରିପ୍ରେକ୍ଷୀରେ ଆପଣଙ୍କର ଧ୍ୱଂସ ହେଇଯାଇଛି, ଯୋଉଟା ଇସ୍ରାଏଲ ଆକ୍ରମଣ କରିଛି। ଇସ୍ରାଏଲ ଗତକାଲି ଶନିବାର ଦିନ ଯୋଉ ଆକ୍ରମଣ କରିଛି, ଭୟାବହ ଆକ୍ରମଣ କରିଛି, 3 ଘଣ୍ଟାର ଆକ୍ରମଣ କରିଛି। ସେ 3 ଘଣ୍ଟାରେ ଯେତେ ସବୁ ତୋପ ବା ଆପଣଙ୍କର ରକେଟ ବା ଆପଣଙ୍କର କ୍ଷେପଣାସ୍ତ୍ର ବା ଆପଣଙ୍କର ଯାହା ବି ଡ୍ରୋନ ବ୍ୟବହାର କରିଛି, ସେ କିନ୍ତୁ 70 ଲୋକ ମୃତ୍ୟୁବରଣ କରିଛନ୍ତି, ଯୋଉଟା କି ଦୁଃଖଦାୟକ ଘଟଣା। ଯେ ବିଶ୍ୱବାସୀ ଚାହୁଁଥିଲେ ମଧ୍ୟପ୍ରାଚ୍ୟର ଦେଶ ନିଶ୍ଚିତ ଭାବରେ ଯେ ମଧ୍ୟପ୍ରାଚ୍ୟର ଦେଶ ବର୍ତ୍ତମାନ ଶାନ୍ତି ଆଡକୁ ଆସୁଛି, କାରଣ ଟ୍ରମ୍ପ ଯିଏକି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ লিডিং କରୁଛନ୍ତି ଏବଂ ସେଠି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରୁଛନ୍ତି, ଯାହାକୁ କି ପ୍ରଶଂସା କରି ଆମର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କହିଛନ୍ତି ଯାହା ବି ମଧ୍ୟପ୍ରାଚ୍ୟରେ ଯେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଟ୍ରମ୍ପ ଯୋଉ ଚେଷ୍ଟା କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ ଏବଂ ତାହା ଗ୍ରହଣ ଯୋଗ୍ୟ ଏବଂ ସେଥିରେ ଆମେ ସମର୍ଥନ କରୁଛୁ ବୋଲି ସେ କହିଥିଲେ। ଯାହାରି ଫଳରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏଇ ଘଟଣାର 24 ଘଣ୍ଟା ଘଟିନି, ପ୍ରବଳରୁ ପ୍ରବଳ ବା ପ୍ରଚଣ୍ଡ ମାତ୍ରାରେ ଆକ୍ରମଣ ହେଇଛି, ଯୋଉଥିରେ ବିଭିନ୍ନ ନ୍ୟୁଜ ପତ୍ରରେ ବା ଖବର କାଗଜରେ ଆମେ ଦେଖୁଛୁ କୋଉ ଜାଗାରେ 6 ବୋଲି କୁହାହଉଛି, କୋଉ ଜାଗାରେ 40 ବୋଲି କୁହାହଉଛି, କିନ୍ତୁ ପ୍ରକୃତ ପକ୍ଷରେ ଆମେ ଯେତେବେଳେ ତାଦା ଚିତ୍ର ଆଜି ତାହା ଦେଖୁଛୁ 70 ଜଣ ଏଇ ଇସ୍ରାଏଲର ଆକ୍ରମଣରେ ଗାଜାରେ 70 ଜଣ ମୃତ୍ୟୁବରଣ କରିଛନ୍ତି। ଖାଲି ଗାଜାରେ ଆକ୍ରମଣ କରିବା କଥା ନୁହଁ,
ଯୋଉଠିକି ଇସ୍ରାଏଲ ଇସ୍ରାଏଲର କୁହାଯାଇଥିଲା ନେତାନ୍ୟାହୁ କହିଥିଲେ ଯେ ଲୋକମାନଙ୍କୁ ସେଇ ଜାଗାକୁ ନିଆଯାଉ, ସେଇ ଜାଗାରେ ନିରାପଦରେ ଲୋକମାନେ, ସାଧାରଣ ଲୋକମାନେ ରହିବେ, କିନ୍ତୁ ସେଇ ଜାଗାରେ ମଧ୍ୟ ଆକ୍ରମଣ କରାଯାଇଛି। ଏହା ଏକ ଦୁର୍ଭାଗ୍ୟ ଘଟଣା ବୋଲି କୁହାଯାଉଛି, କିନ୍ତୁ ପ୍ରକୃତ ପକ୍ଷେ ତାର ଓଲଟା କଥା ଜଣା ପଡୁଛି ଯେ ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନ ମାନଙ୍କ ତରଫରୁ ଯେ ଇସ୍ରାଏଲକୁ ଆକ୍ରମଣ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ଯୋଉ ପ୍ରକାର ଆକ୍ରମଣ କରାଯାଉଛି ତାହାକୁ ବାୟୁସେନା ଇସ୍ରାଏଲ ପ୍ରତିହତ କରିଛି। ୟାର 2 ଦିନ ପୂର୍ବରୁ ଶୁକ୍ରବାର ଶନିବାରର କଥା ସେ କହିଛନ୍ତି, ଆମେ ଆକ୍ରମଣ କରିବାର କୌଣସି ଆଭିମୁଖ୍ୟ ନାହିଁ, ବର୍ତ୍ତମାନ ଆମେ ଶାନ୍ତି ଚାହୁଁଛୁ, ଯାହା ବେଞ୍ଜାମିନ ନେତାନ୍ୟାହୁ ଯାହା କହିଛନ୍ତି, ପ୍ରଧାନମନ୍ତ୍ରୀ ଇସ୍ରାଏଲର। କିନ୍ତୁ ଅପରପକ୍ଷରେ ଯାହା କୁହାଯାଇଛି ଯେ ହମାସ ତରଫରୁ ବା ଗାଜାରୁ ହିଁ ଇସ୍ରାଏଲକୁ ଯୋଉ ସବୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଛି ବା ଶକ୍ତିଶାଳୀ ତୋପ ବା ଶକ୍ତିଶାଳୀ ଯେତେ ସବୁ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଉଛି ତାକୁ ଅ, ଆକାଶ ମାର୍ଗରେ ହିଁ ଇସ୍ରାଏଲ ତାକୁ ପ୍ରତିହତ କରିଛି। ଏବଂ ପ୍ରତିହତ କଲା ପରେ ଯୋଉ ସବୁ ଦଳ ଏ ସମସ୍ତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅଟକେଇବା ପାଇଁ ହିଁ ସେ ରାତି 3 ଘଣ୍ଟା ଆପଣଙ୍କର ସର୍ଚ୍ଚ ଅପରେସନ ଟାଇପର ଗୋଟେ ଯୁଦ୍ଧ ବା କିଛି ତୋପ ବ୍ୟବହାର କରିଥିଲା ବା କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଏ କଥାଟି ନେତାନ୍ୟାହୁ ନିଜେ କହିଛନ୍ତି, ଇସ୍ରାଏଲର ପ୍ରଧାନମନ୍ତ୍ରୀ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଟ୍ରମ୍ପ ଯୋଉ ପ୍ରକାର ଅ, ଅ, ପଦକ୍ଷେପ ନେଉଛନ୍ତି ସେଥିରେ ଆମେ ରାଜି, କାରଣ ସେଥିରେ ଯୋଉ ପଦକ୍ଷେପ ନିଆଯାଇଛି ସେଥିରେ ସେ ଚାହୁଁଛନ୍ତି ଯେ ଆମେ ଯଦି ଇସ୍ରାଏଲ ଏଥିରେ ସହମତ ତାହେଲେ ଆମେ ବି ସହମତ, ଆମର ପଣବନ୍ଦୀ ଲୋକକୁ ସେମାନେ ଫେରେଇ ଦେବେ, ଇସ୍ରାଏଲ ଫେରେଇ ଦେବେ ହମାସକୁ ବା ଗାଜାକୁ, ପାଲେଷ୍ଟାଇନ ମାନଙ୍କୁ। ପାଲେଷ୍ଟାଇନ ମାନେ ସେମାନେ ଯାହା ପଣବନ୍ଦୀ ରଖିଛନ୍ତି ଇସ୍ରାଏଲ ଲୋକ ସେମାନଙ୍କୁ କଣ ଇସ୍ରାଏଲକୁ ଫେରାବ। କିନ୍ତୁ ପ୍ରକୃତ ପକ୍ଷେ କହିବାକୁ ଗଲେ ଯୋଉମାନଙ୍କୁ ପଣବନ୍ଦୀ କରି ରଖା ହେଇଥିଲା ସେମାନେ କଣ ସମସ୍ତେ ଅଛନ୍ତି? ସେଥିରେ କେତେ ଜଣଙ୍କର କଙ୍କାଳ ଦୋଷୀ। ଜଣଙ୍କର ଭିଡିଓ ଯାହା କୁହାଯାଇଛି, ଜଣଙ୍କର ଭିଡିଓ ସେ ନିଜେ କହୁଛି ପୁରା କଙ୍କାଳ ହେଇକି ଅଛି, ଖାଇବା ପିଇବା କିଛି ନାହିଁ, ଆଉ କିଛି ଦିନ ପରେ ଏଇଠି ତାର କବର ଦିଆଯିବ, ସେ ବ୍ୟବସ୍ଥା ମଧ୍ୟ ସେ କ୍ୟାମେରାମ୍ୟାନର ହାତ ଦେଖିକି ସେ କହିଛି। ଏବଂ ଏଇ ପରିପ୍ରେକ୍ଷୀରେ ଏଇଟା ଗୋଟେ ଦୁଃଖର ବିଷୟ, ଯୋଉ ଯେତେ ସମସ୍ତ ଲୋକ ଆପଣଙ୍କର ଗାଜାରେ ବି ଥିଲେ ବା ଗାଜାରେ ପଣବନ୍ଦୀ ଥିଲେ ବା ଗାଜାରେ ଯୋଉମାନେ ଥିଲେ ସେମାନଙ୍କ ମଧ୍ୟରୁ ସେ ଲୋକ ହଉଛନ୍ତି ବର୍ତ୍ତମାନ ସୁଦ୍ଧା ପଣବନ୍ଦୀରେ ଅଛନ୍ତି 50 ଲୋକ ଥିଲେ, 50 ଲୋକ ବର୍ତ୍ତମାନ ଆଉ ନାହାନ୍ତି। ସେଥିରେ ଆପଣଙ୍କର 10 ଜଣ ବା 5 ଜଣ ଥିଲେ, ସେମାନଙ୍କ ମଧ୍ୟରେ ଜଣେ ଗିଲ ସେଲି ବୋଲି ଜଣେ ଲୋକ ଯିଏକି ଗାଜାରେ ବର୍ତ୍ତମାନ ପଣବନ୍ଦୀ ଅଛନ୍ତି ପାଲେଷ୍ଟାଇନ ମାନଙ୍କ ଦ୍ଵାରା। ସେ ଗୋଟେ ଭିଡିଓ ପୋଷ୍ଟ ଯୋଉଠି କରାହେଇଛି ପାଲେଷ୍ଟାଇନ ମାନଙ୍କ ଦ୍ଵାରା ବା ଗାଜା ଦ୍ଵାରା କରାହେଇଛି, ସେ ସେଥିରେ କହିଛନ୍ତି, ତାଙ୍କର ଶରୀର ଦେଖେଇଛନ୍ତି, ମୋର ଏଇ କଙ୍କାଳ ଅସ୍ତିତ୍ୱ ଦେଖନ୍ତୁ, ଏବଂ ଆଉ କିଛି ଦିନ ପରେ ମଧ୍ୟ ଏଇଠି ମତେ କବର ଦିଆଯିବ, ଏଇ କଥା ମଧ୍ୟ ସେ କହିଛନ୍ତି। କିଏ? ଗିଲ ସେଲି, ଯିଏ କି ପଣବନ୍ଦୀ ଅଛନ୍ତି ଇସ୍ରାଏଲର ଅ, ଜଣେ ବାସିନ୍ଦା। ଏ କଥାଟି କହିଛନ୍ତି କିଏ? ନେତାନ୍ୟାହୁ, ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲର ପ୍ରଧାନମନ୍ତ୍ରୀ। ଏଇଟା ଥିଲା ଗତକାଲିର ଯୁଦ୍ଧର ପରିଣାମ, ଯାହାକି ବର୍ତ୍ତମାନ ସୁଦ୍ଧା 70 ଜଣଙ୍କର ମୃତ୍ୟୁ ହୋଇଛି। ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବି ଅନୁରୋଧ କରୁଛି। ନମସ୍କାର।